ସଫଳ ଜୀବନ ପାଇଁ ଘରକୁ ସ୍ୱର୍ଗରେ ପରିଣତ କରିପାରେ ନାରୀ, ନର୍କରେ ପଦ୍ମ ଫୁଟାଇପାରେ। ଘରକୁ ଇନ୍ଦ୍ରଭୁବନର ଶୋଭା ଦେଇପାରେ। ନାରୀର ସ୍ପର୍ଶରେ ଯେଉଁ ଅମୃତ ଥାଏ, ପୁରୁଷ ସେଥିରେ ପାଗଳ ହୁଏ। ନାରୀ ପାଇଁ ସବୁକିଛି ତ୍ୟାଗ କରିପାରେ ପୁରୁଷ। ଉଭୟଙ୍କ ସହଯୋଗରେ ଧରାସ୍ୱର୍ଗ ଗଠିତ ହୁଏ। କିନ୍ତୁ ଯେତେବେଳେ ନାରୀ ଅଦୂରଦର୍ଶୀ, ଦୋଷଦୁଷ୍ଟା, ଅସହଯୋଗୀ ହୁଏ, ପରିବାର ସେତେବେଳେ ନର୍କରେ ପରିଣତ ହୁଏ। ନାରୀର ସାମାନ୍ୟ ଇଙ୍ଗିତରେ ପୁରୁଷ ହିମାଳୟ ଲଙ୍ଘିଯାଏ। ନାରୀ ପାଇଁ ପୁରୁଷ କ'ଣ ନ କରେ। ତେଣୁ ନାରୀ ପୁରୁଷକୁ ଉଚିତ ଦିଗଦର୍ଶନ ଦେବା ଦରକାର। ସେ ଚାହିଁଲେ ପରିବାରରେ ସୁଖ ଶାନ୍ତି ବରସିଯିବ। ସେ ଚାହିଁଲେ ପରିବାର ଦ୍ୱନ୍ଦ୍ୱମୁଖରେ ପରିଣତ ହେବ। ସଫଳ ବୈବାହିକ ଜୀବନ ପାଇଁ ପୁରୁଷ ଅପେକ୍ଷା ନାରୀ ଅଧିକ ଦାୟୀ। ନାରୀର ସେବା, ତ୍ୟାଗ, ନିଃସ୍ୱାର୍ଥପର ମନୋଭାବ ପରିବାରକୁ ସୁନ୍ଦର କରି ଗଢ଼ି ତୋଳେ। ସେ ଚାହିଁଲେ ପରିବାରକୁ ଭାଙ୍ଗିପାରେ। ଅମୃତ ବଦଳରେ ହଳା ଦିଏ ନାରୀ। ଯେଉଁଠି ନାରୀ ପୁରୁଷର ସହଧର୍ମିଣୀ, ସହଯୋଗୀ, ସେଠି ବୈବାହିକ ଜୀବନ ସଫଳ। ଯେଉଁଠି ନାରୀ କଳହପ୍ରିୟା, ଦୋଷଦୁଷ୍ଟା, ବିପଥଗାମୀ, ସେଠି ପରିବାରରେ ଅଶାନ୍ତି, ଅପ୍ରିୟତା ଲାଗି ରହେ। ପୁରୁଷ ସେଠି ନଷ୍ଟ ପଦରେ ପାଦ ଦିଏ। ନାରୀ ସେବା, ତ୍ୟାଗ, ସ୍ନେହ, ମମତାରେ ପୁରୁଷକୁ ବାନ୍ଧି ରଖିବା ଦରକାର। ପରସ୍ପର ମିଳିତ ସହଯୋଗରେ ଘର ନାମକ ସ୍ୱର୍ଗ ଗଠିତ ହୁଏ। ପୁଣି ଦାମ୍ପତ୍ୟ ଅଶାନ୍ତିରୁ ଘର ବି ହୁଏ ନର୍କ। ପରିବାର ପାଇଁ ଛୋଟ ଛୋଟ କଥାକୁ ନ ଧରି ସହନଶୀଳ ମନୋଭାବ ନେଇ ଆଗେଇଲେ ସମସ୍ୟାର ହୁଏ ସମାଧାନ। ସମ୍ପର୍କ ଭାଙ୍ଗିବା ପୂର୍ବରୁ ବାରମ୍ବାର ଚିନ୍ତା କରିବା ଦରକାର। ଦାମ୍ପତ୍ୟ କଳହ ରାତ୍ରି ଶେଷ ସ୍ୱପ୍ନ ଭଳି ଦିବସର ଆଲୋକରେ ଉଭେଇ ଯାଉ। ଆଜି ଯେତେବେଳେ ଜୀବନ ଯନ୍ତ୍ରଣାକ୍ତ, ଆଧୁନିକ ସମାଜରେ ନାରୀର ଧୈର୍ଯ୍ୟ ଓ ସହନଶୀଳତାର ଆବଶ୍ୟକତା ରହିଛି। ବେଳେବେଳେ ଅଭାବ, ଅସୁବିଧାରେ ପରସ୍ପର ଭିତରେ ଅବୁଝାମଣା ଦେଖା ଦେଇପାରେ। କିନ୍ତୁ ପରସ୍ପର ମମତାସିକ୍ତ ବ୍ୟବହାର ଭିତରେ ସବୁ ଦୁଃଖ ଦୁର୍ଦିନ ଉଭେଇ ଯାଇପାରେ। ନାରୀ ବି ସଫଳ ଜୀବନ ପାଇଁ ଦାୟୀ, ବିଶେଷ ଭାବରେ ସମ୍ପର୍କ ପାଇଁ ଦାୟୀ। ପ୍ଲିଜ୍ ସବସ୍କ୍ରାଇବ୍ ମାଇ ଚ୍ୟାନେଲ୍।